ମାନେ ଦୋକାନ ଏମାନଙ୍କ ଦାନା ପାଣି ଏମାନେ ଦାନା ପାଣି ଏଇ ଦ୍ୱାରା ଚଳୁଛନ୍ତି ଏ ବେପାର ହେଲେ ଏମାନେ ସେଠୁ ଚଳିବେ। ବର୍ତ୍ତମାନ ମୁଁ ରେଲୱେକୁ କହିବା କଥା ରେଲୱେର ଯେଉଁ ଓନର ଅଛନ୍ତି ସେମାନେ ବର୍ତ୍ତମାନ ଥଇଥାନ କରିକି ଯାହା ବ୍ୟବସ୍ଥା କରନ୍ତୁ ନହେଲେ ଆମେ ଏମିତି ଧାରଣାରେ ବସିଥିବୁ। କାରଣ କହିଥିଲେ ସରକାର ଗଭର୍ଣ୍ଣମେଣ୍ଟ କହିଥିଲା ଆମକୁ ମାନେ ଥଇଥାନ କରିବ ବୋଲି କହିଥିଲେ ରେଲୱେ ବାଲା ତାପରେ କିଛି କରିନାହାନ୍ତି ହଠାତ୍ 2 ଦିନ ହେଲା ନୋଟିସ୍ ଦେଇଛନ୍ତି। ବ୍ୟକ୍ତିଟା ଯେଉଁ ଦୋକାନ ଦାନା ପାଣି ସେମାନେ ଚଳୁଛନ୍ତି ଯେଉଁ ଦାନା ପାଣି ସେମାନେ ଥଇଥାନ କରନ୍ତୁ ଯାହା ବ୍ୟବସ୍ଥା କରନ୍ତୁ ଆମର କିଛି ନାହିଁ। ରାତି ସାରା ରହିବ ଅନଶନ ଯେପର୍ଯ୍ୟନ୍ତ ସମାଧାନ ନାହିଁ ସେ ଅନଶନ ରହିବ। ନିଶ୍ଚିତ ଭାବେ ଆମେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରଖିଛୁ ଆଉ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଯେଉଁ ଆଜି ଧାରଣା ବସିଛୁ ଆମେ ବସି ରହିବୁ। ଆମେ ନିଶ୍ଚିତ ଭାବେ ଶାନ୍ତିପୂର୍ଣ୍ଣ ଯେଉଁ ଧାରଣାରେ ବସିଛୁ ଆମେ ଦେଖେଇ ଦେବାକୁ ଚାହୁଁଛୁ ଯେ ଆମର ଯେଉଁ ଦୋକାନୀ ଭାଇମାନେ ଅଛନ୍ତି ତାଙ୍କର ସାହସ ଅଛି ଯେ ସେ ଗୋଟେ ଆନ୍ଦୋଳନକୁ ଜାଗ୍ରତ କରିପାରିବେ ଏବଂ ଶାନ୍ତିପୂର୍ଣ୍ଣ ସହ ଏଠି ବସିପାରିବେ ଏବଂ ନିଜର ଅଧିକାର ପାଇଁ ନିଜର ଜୀବନ ଯିବା ପାଇଁ ଲଢ଼େଇ କରିପାରିବେ ବୋଲି ମୋର ଆଶା ଓ ଭରସା ଅଛି। ଆମର ସମସ୍ତେ ଜନପଦ ଆମ କର୍ପୋରେଟର ଅଛନ୍ତି ବଡ଼ ଭାଇ ସନ୍ତୋଷ ଭାଇ ଅଛନ୍ତି ବଡ଼ ଭାଇ ବଟା ଭାଇ ବି ଅଛନ୍ତି ସମସ୍ତ ମୁରବୀ ଆମର ବଜାର ସାହିର ବି ଆସିଛୁ ଆମ ସହ ଜଡ଼ିତ ବି ଅଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ଜଣାଉ ଯାହା ଆମ ସେଇ ଆନ୍ଦୋଳନରେ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ଏବଂ ସମସ୍ତଙ୍କ ସହଯୋଗରେ ଏଠି ହେଉଛି ପେଟ ପାଟଣା କଥା ଏଠି ସମସ୍ତଙ୍କ ସହଯୋଗ ଆମେ କାମନା କରିବୁ ଏବଂ ସମସ୍ତେ ଆସନ୍ତୁ ସମସ୍ତେ ଏଠି ଠିଆ ହେଲେ ସମସ୍ତଙ୍କ ମନୋବଳ ଏଠି କଟକ ଭାଇଚାରା ସହର ନିଶ୍ଚିତ ଏ ଭାଇଚାରା ଦେଖେଇ ଦେଉଛି ଏଠି କୌଣସି ରାଜନୀତି ନୁହଁ ସମସ୍ତଙ୍କ ପେଟ ପାଟ ସମସ୍ତଙ୍କ ସହ ଏଠି ଭାଇଚାରା ସହ ସମସ୍ତେ ଠିଆ ହୁଅନ୍ତି ଏବଂ ସବୁ କାମରେ ନିଜ ସହଯୋଗ ପ୍ରଦାନ କରନ୍ତି ବୋଲି ଏଇଟା ଗୋଟେ ନିଶ୍ଚିତ ଭାବରେ ଉଦାହରଣ ସୃଷ୍ଟି କରୁଛି।